ଅଷ୍ଟଦଶ ଅଧ୍ୟାୟ ଆରମ୍ଭ। ଅଶ୍ୱମେଧ ଯଜ୍ଞ। ରାମ ଗୋଟାଏ ଅଶ୍ୱମେଧ ଯଜ୍ଞ କରିବାକୁ ସ୍ଥିର କଲେ। ଦୂତମାନଙ୍କୁ ପଠାଇ ବଶିଷ୍ଠ, ଜାବାଳି, ବାମଦେବ, କଶ୍ୟପ ଆଦି ଋଷିମାନଙ୍କୁ ନିମନ୍ତ୍ରଣ ଜଣାଇ ଡକାଇ ଆଣି ସୁଗ୍ରୀବ, ଅଙ୍ଗଦ, ହନୁମାନ, ଜାମ୍ବବ ପ୍ରଭୃତି ବାନର ବୀରମାନଙ୍କୁ ନିମନ୍ତ୍ରଣ କରାଗଲା। ବିଭୀଷଣଙ୍କୁ ନିମନ୍ତ୍ରଣ କରିବାକୁ ଦୂତ ଲଙ୍କାକୁ ଗଲା। ଦୂତ ମଥୁରାକୁ ଯାଇ ଶତ୍ରୁଘ୍ନଙ୍କୁ ଏହି ସମ୍ବାଦ ଦେଲା। ଯଜ୍ଞ ପାଇଁ ସବୁ ଆୟୋଜନ ହେଲା। ଯଜ୍ଞର ବଳି ନିମନ୍ତେ ଗୋଟିଏ ଅଶ୍ୱକୁ ଛାଡ଼ି ଦିଆଗଲା। ତାହାକୁ ରକ୍ଷା କରିବା ପାଇଁ ଲକ୍ଷ୍ମଣ ସୈନ୍ୟ ସାମନ୍ତ ନେଇ ସଙ୍ଗରେ ଗଲେ। ଅଶ୍ୱମେଧ ଯଜ୍ଞ କରିବାକୁ ହେଲେ ପାଖରେ ସ୍ତ୍ରୀ ଥିବା ଦରକାର। ସୀତାଙ୍କୁ ତ ନିର୍ବାସନ କରାଯାଇଥିଲା। ତେଣୁ କେହି କେହି କହିଲେ ଯେ ରାମ ପୁଣି ବିବାହ କରନ୍ତୁ। କିନ୍ତୁ ରାମ ଏକଥାରେ ଆଦୌ କାନ ଦେଲେ ନାହିଁ। ତେଣୁ ଶେଷରେ ସୁନାରେ ସୀତାଙ୍କର ଗୋଟିଏ ମୂର୍ତ୍ତି କରାଇ ତାହାକୁ ପାଖରେ ରଖି ରାମ ଯଜ୍ଞ କାର୍ଯ୍ୟ ଚଳାଇଲେ। ଅନ୍ୟ ଋଷିମାନଙ୍କ ପରି ବାଲ୍ମୀକି ଋଷି ମଧ୍ୟ ନିମନ୍ତ୍ରଣ ପାଇ ଲବକୁଶଙ୍କୁ ସଙ୍ଗରେ ଘେନି ଯଜ୍ଞ ଦେଖିବାକୁ ବାହାରିଲେ। ସେ ଲବକୁଶଙ୍କୁ ଉପଦେଶ ଦେଇ କହିଲେ, ତୁମେ ଦୁହେଁ ମୋଠାରୁ ରାମାୟଣ ଗୀତ ଶିଖିଛ। ସେଥିରେ ଯେଉଁ ରାମଙ୍କ କଥା ଅଛି ତାକୁ ଏବେ ନିଜ ଆଖିରେ ଦେଖିବ। ରାଜା, ବ୍ରାହ୍ମଣ ଓ ଋଷିମାନଙ୍କ ଆଗରେ ରାମାୟଣ ଗାଇବ। ଯେବେ ନିଜେ ରାମ ଗାଇବାକୁ କହନ୍ତି ତେବେ ତାଙ୍କ ଆଗରେ ମଧ୍ୟ ଗାଇବ। କିନ୍ତୁ କେହି କିଛି ଧନରତ୍ନ ଯାଚିଲେ ଆଣିବ ନାହିଁ। କହିବ, ଆମେ ଋଷି ଆଶ୍ରମର ଶିଷ୍ୟ। ବଣର ଫଳମୂଳ ଆମର ଆହାର। ଆମର ଧନରତ୍ନ କ'ଣ ହେବ? ଲବ ଓ କୁଶ ଯଜ୍ଞସ୍ଥଳରେ ବୀଣା ବଜାଇ ରାମାୟଣ ଗାଇଲେ। ସଭାର ରାଜା ଓ ଋଷିମାନେ ତାହା ଶୁଣି ମୁଗ୍ଧ ହୋଇଗଲେ। ପିଲା ଦୁହିଁଙ୍କର ଚେହେରା ଠିକ୍ ରାମଙ୍କ ଚେହେରା ପରି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ରାମ ଏ ଦୁହିଁଙ୍କୁ ପ୍ରଚୁର ଧନ ଯାଚିବାରୁ ସେମାନେ କହିଲେ, ଆମ ଗୁରୁ ବାଲ୍ମୀକିଙ୍କ ଆଶ୍ରମରେ ଫଳମୂଳର ଅଭାବ ନାହିଁ। ଆମେ ଧନରତ୍ନ ନେଇ କ'ଣ କରିବୁ? ସୀତାଙ୍କ ପାତାଳ ପ୍ରବେଶ। ଏହିପରି କେତେ ଦିନ ଯାଇ ରାଜା ଓ ଋଷିମାନେ ରାମାୟଣ ଶୁଣି ଶୁଣି ଜାଣିପାରିଲେ ଯେ ଏ ଦୁହେଁ ରାମଙ୍କର ପୁତ୍ର। ରାମ ଓ ତାଙ୍କର ଭାଇମାନେ ଓ ରାଜମାତାମାନେ ସୀତାଙ୍କୁ ଗୁଣ କରି କାନ୍ଦିବାକୁ ଲାଗିଲେ। ଶେଷରେ ରାମ ସମସ୍ତଙ୍କ ପରାମର୍ଶରେ ସ୍ଥିର କଲେ ଯେ ସୀତା ସଭାକୁ ଆସି ଶପଥ କରି ନିଜର ପତିବ୍ରତା ଜଣାଇଲେ ସେ ତାଙ୍କୁ ଗ୍ରହଣ କରିବେ। ସୀତା ଏହି ସମ୍ବାଦ ପାଇଁ ଯଜ୍ଞସ୍ଥଳରେ ଆସି ଉପସ୍ଥିତ ହେଲେ। ସୀତାଙ୍କୁ ଦେଖି ରାମଙ୍କ ହୃଦୟ ଆନନ୍ଦରେ ପୂରି ଉଠିଲା। ଉପସ୍ଥିତ ରାଜା, ଋଷି ଓ ଜନସାଧାରଣଙ୍କୁ ରାମ କହିଲେ, ସୀତା ଏବେ ଶପଥ କରି ସମସ୍ତଙ୍କ ମନରେ ସନ୍ଦେହ ଦୂର କରିବେ। ସୀତା ସଭା ଭିତରେ ନିଶ୍ଚଳ ଭାବରେ ତଳକୁ ମୁହଁ ପୋତି ଠିଆ ହେଲେ। ବାଲ୍ମୀକି ଲବକୁଶଙ୍କର ପରିଚୟ ଦେଇ କହିଲେ, ଏ ଦୁହେଁ ରାମଙ୍କର ପୁତ୍ର। ସୀତାଙ୍କ ପରି ପତିବ୍ରତା ସତୀ ନାରୀ ଏ ଜଗତରେ କେହି ନାହିଁ। ଥରେ ସେ ଲଙ୍କାରେ ଅଗ୍ନି ପରୀକ୍ଷା ଦେଇ ତାହାଙ୍କ ସତୀତ୍ୱର ପ୍ରମାଣ କରିଥିଲେ। ତଥାପି ସେ ଆଜି ପୁଣି ଶପଥ କରି ସମସ୍ତଙ୍କ ସନ୍ଦେହ ଦୂର କରିବେ। ଏହା ଶୁଣି ସତୀ କହିଲେ, ମୁଁ ରାମଙ୍କ ବିନା ଅନ୍ୟ କାହାରିକୁ କେବେ ମୋର ମନରେ ସ୍ଥାନ ଦେଇନାହିଁ। ଯଦି ମୁଁ ପ୍ରକୃତରେ ପତିବ୍ରତା ହୋଇଥାଏ ତେବେ ହେ ଧରିତ୍ରୀ ମାତା, ମୋତେ ତୁମ ଗର୍ଭରେ ସ୍ଥାନ ଦିଅ। ସତୀ ଏହା କହିବା ସଙ୍ଗେ ସଙ୍ଗେ ପୃଥିବୀ ଗର୍ଭରୁ ଧରିତ୍ରୀ ଦେବୀ ଏକ ରତ୍ନ ସିଂହାସନରେ ବସି ବାହାରି ଆସିଲେ। ସେ ସୀତାଙ୍କୁ କୋଳ କରି ସିଂହାସନରେ ବସାଇଲେ। ଚାହୁଁ ଚାହୁଁ ସିଂହାସନଟି ପୁଣି ପାତାଳ ଭିତରେ ପ୍ରବେଶ କଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି। ସୀତାଙ୍କର ପାତାଳ ପ୍ରବେଶରେ ସମସ୍ତେ ଦୁଃଖରେ ହାହାକାର କଲେ। କାଳଦୂତଙ୍କ ଆଗମନ। ରାମ ବହୁ ବର୍ଷ ପର୍ଯ୍ୟନ୍ତ ଧର୍ମରେ ରାଜ୍ୟ ପାଳନ କଲେ। ତାଙ୍କ ସୁଶାସନରେ ରାଜ୍ୟ ସୁଖ ଶାନ୍ତିରେ ପୂର୍ଣ୍ଣ ଉଠିଲା। ଦିନେ କାଳଦୂତ ଏକ ତପସ୍ୱୀ ବେଶରେ ଆସି ରାମଙ୍କ ସହିତ ଗୋପନରେ କଥାବାର୍ତ୍ତା ହେବାର ଇଚ୍ଛା ଜଣାଇଲେ। ତହୁଁ ରାମ ତପସ୍ୱୀଙ୍କୁ ପାଖରେ ବସାଇ ଅନ୍ୟ ସମସ୍ତଙ୍କୁ ବିଦାୟ ଦେଲେ ଓ ଲକ୍ଷ୍ମଣଙ୍କୁ ଦ୍ୱାର ଜଗାଇ ରଖି କହିଲେ, ମୁଁ ଋଷିଙ୍କ ସହିତ କଥାବାର୍ତ୍ତା ହେବି। ତୁମେ କାହାରିକୁ ଭିତରକୁ ଛାଡ଼ିବ ନାହିଁ। ଯିଏ ଏ ସମୟରେ ଆମ ପାଖକୁ ଆସିବ ବା ଆମର କଥାବାର୍ତ୍ତା ଶୁଣିବ ସେ ମୃତ୍ୟୁଦଣ୍ଡ ପାଇବ। କାଳଦୂତ ରାମଙ୍କୁ କହିଲେ, ବ୍ରହ୍ମା ମୋତେ ଆପଣଙ୍କ ପାଖକୁ ପଠାଇଛନ୍ତି। ଆପଣ ସ୍ୱୟଂ ବିଷ୍ଣୁ। ପୃଥିବୀରେ ଅସୁରମାନଙ୍କର ଅତ୍ୟାଚାର ହେବାରୁ ସେମାନଙ୍କ ବିନାଶ ପାଇଁ ଆପଣ ରାମ ଅବତାର ଗ୍ରହଣ କରିଛନ୍ତି। ଏବେ ଆପଣଙ୍କ କାର୍ଯ୍ୟ ଶେଷ ହୋଇଅଛି। ତେଣୁ ଆପଣ ଦୟାକରି ବୈକୁଣ୍ଠପୁରକୁ ଫେରି ଆସନ୍ତୁ। ରାମ ଓ କାଳଦୂତଙ୍କ କଥାବାର୍ତ୍ତା ଚାଲିଥିବା ବେଳେ ଦୁର୍ବାସା ଋଷି କାହୁଁ ଆସି ପହଞ୍ଚିଲେ ଓ ରାମଙ୍କୁ ସେଇ ସଙ୍ଗେ ସଙ୍ଗେ ଦେଖା କରିବାକୁ ଚାହିଁଲେ। ଏଥିରେ ଲକ୍ଷ୍ମଣ ବଡ଼ ଅସୁବିଧାରେ ପଡ଼ିଲେ। ଋଷି ଦୁର୍ବାସା ମହାକୋପୀ। ତାଙ୍କୁ ମନା କଲେ ସେ ଅଭିଶାପ ଦେଇ ଅଯୋଧ୍ୟାକୁ ଧ୍ୱଂସ କରିଦେବେ। ପୁଣି ଶ୍ରୀରାମଙ୍କ ପାଖକୁ ଖବର ଦେବାକୁ ଗଲେ ତାଙ୍କର ମୃତ୍ୟୁଦଣ୍ଡ ହେବ। ଶେଷରେ ସେ ଭାବିଲେ, ମୁଁ ବରଂ ମରେ କିନ୍ତୁ ଅଯୋଧ୍ୟା ରକ୍ଷା ପାଉ। ଏହିପରି ବିଚାର କରି ସେ କୋଠରୀ ଭିତରକୁ ଯାଇ ରାମଙ୍କୁ ଦୁର୍ବାସାଙ୍କ ଆଗମନ ଖବର ଜଣାଇଲେ। ରାମ ଆସି ଦୁର୍ବାସାଙ୍କୁ ଦେଖା କଲେ। ସାକ୍ଷାତ ପରେ କାଳଦୂତ ଓ ଦୁର୍ବାସା ବିଦାୟ ହୋଇଗଲେ। କିନ୍ତୁ ଏବେ ରାମ ମହାସଙ୍କଟରେ ପଡ଼ିଲେ। ସେ ଚିନ୍ତିତ ମନରେ ବସି ରହିଲେ। ଏହି ସମୟରେ ଲକ୍ଷ୍ମଣ ଆସି କହିଲେ, ଭାଇ, ତୁମେ ରାଜା। ରାଜଧର୍ମ ପାଳନ ତୁମର କର୍ତ୍ତବ୍ୟ।
ମୁଁ ତୁମର ଆଦେଶ ଲଙ୍ଘନ କରି ତୁମ ପାଖକୁ ଯାଇଥିଲି, ତେଣୁ ମୋତେ ବଧ କରି ନିଜର କଥା ରକ୍ଷା କର। ଏହି ପରିସ୍ଥିତିରେ ରାମ କ'ଣ କରିବେ ତାଙ୍କୁ ବୁଦ୍ଧି ଦିଶିଲା ନାହିଁ। ସେ ଗୁରୁ ବଶିଷ୍ଠଙ୍କ ପରାମର୍ଶ ମାଗିଲେ। ବଶିଷ୍ଠ ଋଷି କହିଲେ, ଲକ୍ଷ୍ମଣ କିଛି ଅନୁଚିତ କରିନାହାନ୍ତି। ରାଜଧର୍ମ ପାଳନ ପାଇଁ ତୁମେ ଲକ୍ଷ୍ମଣଙ୍କୁ ବଧ କରିବା ଉଚିତ। କିନ୍ତୁ ଲକ୍ଷ୍ମଣ ମହାପଣ୍ଡିତ, ତାଙ୍କୁ ରାଜ୍ୟରୁ ବାହାର କରିଦେବା ହିଁ ତାଙ୍କ ପ୍ରତି ମୃତ୍ୟୁଦଣ୍ଡ ସଙ୍ଗେ ସମାନ ହେବ। ତେଣୁ ଲକ୍ଷ୍ମଣଙ୍କୁ ନିର୍ବାସନ ଦଣ୍ଡ ଦିଆଗଲା। ଲକ୍ଷ୍ମଣ ସରଜୁ ନଦୀ କୂଳକୁ ଚାଲିଗଲେ ଓ ସେଠାରେ ଧ୍ୟାନରେ ବସି ଦେହତ୍ୟାଗ କଲେ। ରାମଙ୍କର ବୈକୁଣ୍ଠ ଗମନ। କାଳଦୂତ ତ କହିଯାଇଥିଲେ ଯେ ରାମଙ୍କର ପୃଥିବୀରେ କାର୍ଯ୍ୟ ଶେଷ ହୋଇଅଛି ଓ ସେ ଶୀଘ୍ର ବୈକୁଣ୍ଠକୁ ଫେରିଯିବା ଉଚିତ। ଏବେ ଭାଇ ଲକ୍ଷ୍ମଣ ଦେହତ୍ୟାଗ କରିବାରୁ ସେ ଦୁଃଖିତ ହୋଇ ଶୀଘ୍ର ପୃଥିବୀକୁ ତ୍ୟାଗ କରିବାକୁ ଇଚ୍ଛା କଲେ। ସେ ଭିତରଙ୍କୁ ରାଜ୍ୟ ଦେଇ ସ୍ୱର୍ଗକୁ ଯିବା ପାଇଁ କହିବାରୁ ଭରତ ସେଥିରେ ରାଜି ନ ହୋଇ ତାଙ୍କ ସଙ୍ଗେ ଯିବାକୁ ବାହାରିଲେ। ତହୁଁ ଦୁଇ ଭାଇ ବିଚାର କରି ସ୍ଥିର କଲେ ଯେ ଦକ୍ଷିଣ କୋଶଳରେ କୁଶ ଓ ଉତ୍ତର କୋଶଳରେ ଲବ ରାଜା ହୁଅନ୍ତୁ। କୁଶାବତୀ କୁଶଙ୍କର ଓ ଶ୍ରାବସ୍ତୀ ଲବଙ୍କର ରାଜଧାନୀ ହେଲେ। ସେହିପରି ମଥୁରାକୁ ଦୁଇ ଭାଗ କରି ଶତ୍ରୁଘ୍ନର ଦୁଇ ପୁଅଙ୍କ ମଧ୍ୟରେ ବଣ୍ଟା ହେଲା। ଏହି ସମୟରେ ଶତ୍ରୁଘ୍ନ ଆସି ଅଯୋଧ୍ୟାରେ ଉପସ୍ଥିତ ହେଲେ ଓ ସେ ମଧ୍ୟ ରାମଙ୍କ ସଙ୍ଗେ ଯିବାକୁ ଇଚ୍ଛା ଜଣାଇଲେ। ଏହି ଖବର ପାଇ ସୁଗ୍ରୀବ, ହନୁମାନ, ବିଭୀଷଣ ପ୍ରଭୃତି ଅଯୋଧ୍ୟାରେ ପହଞ୍ଚି ରାମଙ୍କ ସଙ୍ଗେ ଯିବାକୁ ଅଳି କଲେ। ରାମ କାହାକୁ ମନା କରିପାରିଲେ ନାହିଁ। ଭରତ, ଶତ୍ରୁଘ୍ନ, ବାନର, ରାକ୍ଷସ ଓ ଅଯୋଧ୍ୟାର ଲୋକମାନେ ସମସ୍ତେ ରାମଙ୍କ ପଛେ ପଛେ ଚାଲିଲେ। ସରଜୁ ନଦୀ କୂଳରେ ସେମାନେ ପହଞ୍ଚିଲା ବେଳକୁ ସ୍ୱର୍ଗରୁ ଦେବତାମାନେ ବିମାନରେ ଆସି ସେଠାରେ ଓହ୍ଲାଇଲେ। ଆକାଶରୁ ପୁଷ୍ପବୃଷ୍ଟି ହେଲା, ଅପ୍ସରାମାନେ ଗୀତ ଗାଇଲେ ଓ ଗନ୍ଧର୍ବମାନେ ବାଦ୍ୟ ବଜାଇଲେ। ବ୍ରହ୍ମା ଶୂନ୍ୟରେ ରହି ରାମଚନ୍ଦ୍ର ପ୍ରଭୃତିଙ୍କୁ ବିମାନରେ ବସି ସ୍ୱର୍ଗକୁ ଯିବା ପାଇଁ ଜଣାଇଲେ। ସମସ୍ତେ ସରଜୁରେ ସ୍ନାନ କରି ବିମାନରେ ବସି ସ୍ୱର୍ଗକୁ ଗଲେ। ଅଷ୍ଟଦଶ ଅଧ୍ୟାୟ ସମାପ୍ତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।